ରକ୍ଷାବନ୍ଧନ ପୂର୍ବରୁ ଭତ୍ତା ଟଙ୍କା ମିଳିବ କି? ଓଡ଼ିଶା ପେନସନ୍ ଲେଟେଷ୍ଟ ଅପଡେଟ୍ 2026। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ଆମ ଚ୍ୟାନେଲରେ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋଚନା କରିବା। ରକ୍ଷାବନ୍ଧନ କିମ୍ବା ଅନ୍ୟ ପର୍ବ ପୂର୍ବରୁ ଭତ୍ତା ଟଙ୍କା ମିଳିବ କି? ଅନେକ ଭକ୍ତାଭୋଗୀ ଏହି ପ୍ରଶ୍ନ ପଚାରୁଛନ୍ତି। ଆସନ୍ତୁ ଉପଲବ୍ଧ ସୂଚନା ବା ଆଧାରର ପ୍ରକୃତ ସ୍ଥିତି କ'ଣ ବୁଝିବା। ପର୍ବ ପୂର୍ବରୁ ଭତ୍ତା ମିଳିପାରେ କି? କେତେକ ବର୍ଷରେ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଭତ୍ତାର ଅର୍ଥ ପ୍ରଦାନ ସମୟରେ କିମ୍ବା ପର୍ବ ପୂର୍ବରୁ ହୋଇଥାଏ, କିନ୍ତୁ ଏହା ପ୍ରତିବର୍ଷ କିମ୍ବା ସମସ୍ତ ଜିଲ୍ଲା ପାଇଁ ସମାନ ହୋଇନଥାଏ। ତ ବର୍ତ୍ତମାନର ଅପଡେଟ୍ ହେଉଛି ଏହି ଭିଡ଼ିଓ ପ୍ରସ୍ତୁତ ସମୟ ପର୍ଯ୍ୟନ୍ତ ରକ୍ଷାବନ୍ଧନ କିମ୍ବା ପର୍ବ ପୂର୍ବରୁ ସମସ୍ତ ଉପଭୋଗୀଙ୍କୁ ଭତ୍ତା ଟଙ୍କା ଦିଆଯିବ ବୋଲି କୌଣସି ସାଧାରଣ ଅଧିକୃତ ଘୋଷଣା ହୋଇନାହିଁ। ଯଦି ସରକାର କିମ୍ବା ସମ୍ବନ୍ଧିତ ବିଭାଗ ପକ୍ଷରୁ କୌଣସି ଘୋଷଣା ଆସେ, ସେହି ଅନୁଯାୟୀ ସୂଚନା ମିଳିବ। ଟଙ୍କା ଆସିବ କି ନାହିଁ କେମିତି ଜାଣିବେ? ବ୍ୟାଙ୍କ ଖାତା କିମ୍ବା ପାସବୁକ୍ ଯାଞ୍ଚ କରନ୍ତୁ। SMS ଆଲର୍ଟ ରଖନ୍ତୁ। ଆବଶ୍ୟକ ହେଲେ ବ୍ୟାଙ୍କ କିମ୍ବା ସ୍ଥାନୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ ରଖନ୍ତୁ। ସୋସିଆଲ ମିଡ଼ିଆରେ ଆଜି ସମସ୍ତ ଭତ୍ତା ପାଇଗଲେ ବା ଆସିଗଲା କିମ୍ବା ପର୍ବ ପୂର୍ବରୁ ସମସ୍ତଙ୍କ ଟଙ୍କା ଭଳି ଯଦି ପୋଷ୍ଟ ଦେଖିବାକୁ ମିଳିଥାଏ ବା ମିଳିପାରେ, ତେଣୁ ଅଧିକୃତ ସୂଚନା ନଥିଲେ ଏହିପରି ଦାବିକୁ ସତ୍ୟ ବୋଲି ଧରନ୍ତୁ ନାହିଁ। ତ ବନ୍ଧୁମାନେ, ପର୍ବ ପୂର୍ବରୁ ଭତ୍ତା ମିଳିବ କି ନାହିଁ ତାହା ଅଧିକୃତ ଘୋଷଣା ଉପରେ ନିର୍ଭର କରେ। ନୂଆ ସୂଚନା ଆସିଲେ ଆମେ ଶୀଘ୍ର ଆପଣଙ୍କୁ ଜଣାଇବୁ। ଆପଣଙ୍କ ଜିଲ୍ଲାରେ ଭତ୍ତା ଆସିଛି କି ନାହିଁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।